ଜୟଜନ ସାଙ୍ଗମାନେ ଚାଲନ୍ତୁ ଦେଖିବା ଆଜି ରୂପା ବନାଉଛନ୍ତି ଶାଗ ଉପମା। ଶାଗ ଉପମା ଭାବୁଥିବେ କ'ଣ କି ସେମିତି ସୁଜି ଉପମା ଯେମିତି ସେମିତି ଖାଲି ତା ଦେହରେ ଶାଗ ପଡ଼ିବ। ତ ଚାଲନ୍ତୁ ଦେଖିବା ରୂପା କେମିତି କ'ଣ ଆମର ଉପମା ବନାଉଛନ୍ତି। ଆସିଗଲେ ରୋଷେଇ ଆମର। ପାଣି ପକେଇ ଦେଇଛୁ? ହଁ ଟିକେ ପକେଇ ଦେଇଥିବା ଇଏ ହେଇଯିବ ବୋଲି ପୋଡ଼ିଯିବ ବୋଲି ପିଠା ହଁ ଶିଖୁଛି ରୋଷେଇ ଲେଟ୍ କଲେ ନା ଆସିବେ ଆଉ ତାତିଯିବ ପିତ୍ତଳ କଡ଼େଇ ସାଙ୍ଗେ ସାଙ୍ଗେ। ତ ସେଥିପାଇଁ ଟିକେ ପକେଇଦେଲି। ସାଙ୍ଗେ ସାଙ୍ଗେ ତାତିଗଲା ଧୂଆଁ ହେଇଗଲା ପୁରା। ଆମର କଞ୍ଚା ଲଙ୍କା ବଢ଼ିଆ କଳା କଳା କଞ୍ଚା ଲଙ୍କା ଭୃଷଙ୍ଗ ପତ୍ର ପାଣି ବଢ଼ିଆ କରୁଛି ଟମାଟର ଡାଳିମ୍ବ ଖଣ୍ଡ ସେଗୁଡ଼ା ସାଉଣ୍ଡ ଭିତର ନା Excuse me. बहुत ही कम क्वांटिटी में डालना है सिर्फ आलू के लिए। ଶାଗ ପଡ଼ିଯାଇଛି ଆଳୁ ଆମର ପାଖାପାଖି ସିଝିଗଲାଣି। ଶାଗଟା କମ୍ ସମୟ ସିଝିବ। କୋଶଳ ଶାଗ ସେପଟେ ଆମର ବସି କଡ଼େଇ ସେଥିରେ ସିଝି ଭାଜିବ ରୂପା। ଆଗରେ ଟିକେ ହାଲକା ହାଲକା ଏପଟ ସେପଟ କରି ଏବେ ପାଣି ଦେଇଦେବ ତାକୁ ସିଝିବା ପାଇଁ କିଛି ସମୟ ଛାଡ଼ିଦେବ। ଫୁଲିବ ଯେ
ସୁଜି ଭଲସେ ଭାଜିଲା ପରେ ଆମେ ଆମର ଯେଉଁ ପରିବାକୁ ବଢ଼ିଆ ସେ ଭାଜିଥାଏ ତାକୁ ହାଲକା ପାଣି ଦେଇଦେବା, ଯେଉଁଟାକି ଆମର ଉପମାଟା ଭଲ ଭାବରେ ସିଝିବା ପାଇଁ। ଆମର ପରିବାଟା ତ ସିଝି ଯାଇଛି, କେବଳ ଉପମା ଯେଉଁଟା ଆମର ସୁଜିଟା ଭଜାଏ ସେଇଟା ଯେମିତି ବଢ଼ିଆ ଭାବରେ ଉପମା ଭଳିଆ ହେଇଯିବ, ଶୁଖିଲା ଶୁଖିଲା ନ ହେବ ତା କ୍ୱାଣ୍ଟିଟି ଅନୁସାରେ ଆମେ ପାଣି ଦେବା। ତ ପାଣି ପଛରେ ଛିଞ୍ଚିକି ବି ଆରାମସେ ଆମେ କରିପାରିବା, କିଛି ନାହିଁ। ତ ଆମର ବଢ଼ିଆ ଭାବରେ ଦେଖିବ ମଟର ଏଠି ମା ପୁରା ମଟର ତ ଦୁଇଟା କ'ଣ ଇସିରେ ଛୋଲା, ତ ସୋଲା ମା ବଢ଼ିଆ ଭାବରେ କରିଦେଇଥିଲା, କେତେ ସୁନ୍ଦର ସୁନ୍ଦର ସୋଲା। ତ ମୁଁ ସୋଲା ଆଉ ରୁଟି ବଢ଼ିଆ ଭାବରେ ଖାଇଦେଇଥିଲି, ମୋତେ ବହୁତ ପସନ୍ଦ ଛୋଲେ। ତ ମା ଏଠି ଛୋଲେ ବନେଇଥିଲା, ବହୁତ ଟେଷ୍ଟି ବି ହେଇଥିଲା। ଦେଖିଲା ଲାଗୁଛି ତ ମୁଁ ବି ଯାଉଛି ମୋର ଛୋଲେ ଖାଇବି। ରୂପା ମା ପାଇଁ ବନେଇ ଦେଉଛି ଏଠି ଉପମା। ତ ମା ରାତିରେ ଖାଇବନି ରୁଟି, ତ ଉପମା ଖାଇବ ବୋଲି କହିଥିଲା, ତ ସେଥିପାଇଁ ରୂପା ତମ ପାଇଁ ରୁଟି ନ ବନେଇ ଉପମା ବନେଇ। ତ ରୁଟି ତ ଅଲରେଡ଼ି ଆମର ହେଇଛି, ରୁଟି ଦିନର ଥିଲା ଶାଗ ଭଜା ଆଉ ଆମର ଛୁଇଁ ଆଳୁ ଭଜା, ତା ସହିତ ମା ଆହୁରି ବନେଇ ଦେଇଥିଲା ଛୋଲେ। ତା ସହିତ ମୁଁ ପୁଣି କଞ୍ଚା ଲଙ୍କା, ଟିକେ ଲଙ୍କା ନହେଲେ ମୋର କିଛି ହେବନି। ତ ଯାଉଛି ଆମେ ଖାଇବି, ଆଉ ରୂପା ତାର ବନଉଛି ମା ପାଇଁ ଶାଗ ଉପମା, ତାର ଦେଖିବା। ଲୁଣ ଦେଖନ୍ତୁ ପାଣି ବର୍ତ୍ତମାନ ଫୁଟି ଆସିଲାଣି ଭାବରେ, ଏପରି ସୁଜି ପକାହବ। ଦେଖିଦେବା ସିଝିଛି ନା ନାହିଁ ଆଳୁ। ହଁ ସିଝିଗଲାଣି। ବାରମ୍ବାର ତାକୁ ଏମିତି ଚଲେଇବା ଆମେ ପିଠା ହେରିକା, ନହେଲେ ସେଇଟା ଗୋଟେ ଜାଗାରେ ଲାଗିବ ଆଉ ସବୁ ସାଇଡ଼୍ଟା ଭଲ ଭାବରେ ସିଝିବନି। ଯେମିତି ଭଲସେ ଆମ ସୁଜିରେ ସିଝିଯିବ, ସେଥିପାଇଁ ଆମେ ତାକୁ ହାଲକା ହାଲକା ଏମିତି ଚଲେଇବା, ଯାହାଦ୍ୱାରା ଆମ ତଳେ ବି ଲାଗିବନି କଡ଼େଇରେ, ଆଉ ଉପମାଟା ବହୁତ ଭଲ ଭାବରେ ଝୁରଝୁରା ହେବ। ପାଣି କ୍ୱାଣ୍ଟିଟି ଟିକେ ଅଧିକା ହେଇଯାଇଥିଲା, କାରଣ ଆମେ ଯେତେ ରୋଷେଇବାସ କରୁନା ମା ବନାଏ ଆମେ ଦେଖୁ, ଖାଇଥାଉ ବି, କିନ୍ତୁ କେବେ ବନଉନି। ତ ନୂଆ ନୂଆ ଯେତେ ବନଉ ଟିକେ ଏପଟ ସେପଟ ତ ହେବ। ପାଣି କ୍ୱାଣ୍ଟିଟି ଟିକେ ଅଧିକା ହେଇଯାଇଛି, କିଛି ନାହିଁ, ତାକୁ କିଛି ଅଧିକ ସମୟ ଭାଜିବା ଦ୍ୱାରା ପୁରା ବଢ଼ିଆ ସେ ପୁରା ଗୋଟି ଗୋଟିକା ଉପମା ହେଇଯିବ। ତ ଟିକେ ଟାଇମ୍ ଲାଗିବ ପାଣିଟା ମରିବାକୁ, ତ ଫୁଲ୍ ଦେଇକି ଗ୍ୟାସ୍ ଆପଣ ବଢ଼ିଆ ଭାବରେ ତାକୁ ଏପଟ ସେପଟ କରିନେବେ, ତ ପୁରା ଭଲସେ ଗୋଟି ଗୋଟିକିଆ ସୁଜି ପୁରା ବଢ଼ିଆ ସେ ହେଇଯିବ ଉପମାଟା ଗୋଟି ଗୋଟିକିଆ। ତ ଏମିତି ଚଲେଇବା ବାରମ୍ବାର, ଯେମିତିକି ଆମ ଉପମାଟା ଭାଙ୍ଗିବ ନାହିଁ ଜମା ବି। ବର୍ତ୍ତମାନ ଆମର ସୁଜି ପଡ଼ିଗଲା ଉପମାରେ, ବର୍ତ୍ତମାନ ଆଉ ଟିକେ ରେଡ଼ି ହେଇଯିବ। ଦେଖନ୍ତୁ ଆମର ରେଡ଼ି ହେଇଗଲା। ଗ୍ୟାସ୍ ବର୍ତ୍ତମାନ ବନ୍ଦ କରିଦେବା। ଉପମା ହେଇକିନା ପୁରା ପୁରା ରେଡ଼ି। ଖାଇବୁ ଭଲ ବାସନ ମାଜିଲ। ଏଇଟା ଧୋଇଦେବୁ ହେଲା, ମାଜ। ଖାଇଦେଲି ରୁଟି ସାଙ୍ଗେ ସାଙ୍ଗେ, ଆଉ ଉପମା ଖାଇବି, ମୋ ପେଟରେ ଜାଗା ନାହିଁ।
तो आम उपमा बनिक हो रेडी। तो देखिपे ताको हल्का टे ठंडा करी खाइबे। तो अधिका ठंडा करी दरकार नहीं, बहुत ही हल्का ठंडा करेंगे। अधिका गरम पर उपमा जमा भी खाई हुए से मोर पर्सनाल एक्सपीरियंस। तो मुझे उपमा खाए तो अधिका ठंडा गरम थाए जमा खाई हुए। तो अधिक ठंडा हेल्ले भी शुखिला शुखिला लगी था। तो मीडियम गरम थी बेले आम यहाँ खाଇବା बहुत ही टेस्टी लगी था। तो आपको भिडियो भल लगी लाइक करने को जमा भूलें। जब मो चैनल नुआ अच्छा मो चैनल को सब्सक्राइब करने रोचे। जय जगन्नाथ सांग मैंने एस्पटी तमें हाँ, उड़ो।